ଏପଟେ ସ୍ନାନ କରୁଥିଲା କାଳିଆ ସାନ୍ତ। ସେପଟେ କାଳିଆ ଆଗରେ ସେବାୟତ ଜଗାକୁ ହାଣି ହାଣି ମାରିଦେଲା ଅଭିଯୁକ୍ତ। ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବୋଇଲା ରକ୍ତର ଛିଟା। ଶ୍ୱଶୁର ଘରୁ ବନ୍ଧା ହେଲା ଜଗାର ହତ୍ୟାକାରୀ। ହଁ, ଏପଟେ ସୁନା କୂଅ ପାଣିରେ ସ୍ନାନ କରୁଥିଲେ କାଳିଆ ସାନ୍ତ, କୋଟି ଓଡ଼ିଆଙ୍କ ମଉଡ଼ମଣି। ଏପଟେ ଜଗାକୁ ଚୋଟ ପରେ ଚୋଟ ପକାଇ ଆଣି ଚାଲିଥିଲା ହତ୍ୟାକାରୀ। କାଳିଆକୁ ସ୍ନାନ କରି ସାରି ଫେରୁଥିବା ବେଳେ ଅଧା ବାଟରେ ଘରକୁ ଡାକି ନେଇ ହାଣି ପକାଇଲା। ପୁରୀରେ ଶହ ଶହ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ସେବାୟତଙ୍କ ହତ୍ୟାକାଣ୍ଡ। ହଁ, ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଟାଉନ ଥାନା ଗୁଡିଆସାହି ରାବେଣୀ ଚୌରା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ। ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତେବେ ସ୍ନାନ ପୂର୍ଣ୍ଣିମା ଅବସରରେ ସହରରେ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏଭଳି ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଥିଲା। ଘରକୁ ଡାକି ନେଇ ସେବାୟତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଯେଉଁ କାଣ୍ଡ ଭିଆଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହଁ, ଅଭିଯୁକ୍ତ ଜଗନ୍ନାଥଙ୍କ ମୃତ ଶରୀରକୁ ଦାଣ୍ଡ ଦୁଆରେ ଫିଙ୍ଗି ଦେବା ସହ ପ୍ରମାଣ ନଷ୍ଟ କରିବାକୁ ରକ୍ତ ଛିଟାରେ ପାଣି ଢାଳି ଧୋଇ ଦେଇଥିଲା। ହଁ, ପଡ଼ୋଶୀଙ୍କ ସିସି କ୍ୟାମେରା ଫୁଟେଜ ସଂଗ୍ରହ କରି ଅଭିଯୁକ୍ତ ନାରାୟଣଙ୍କୁ ଖୋଜାଖୋଜି କରାଯିବାରୁ ଶ୍ୱଶୁର ଘରୁ ଅଭିଯୁକ୍ତ ଧରା ପଡ଼ିଛି। ଅନ୍ୟପଟେ ପୋଲିସ ଅଭିଯୁକ୍ତ ନାରାୟଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରିବାରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ଖବର ପାଇ ସିଟି ଡିଏସ୍ପି ପ୍ରଶାନ୍ତ ସାହୁ, ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଳାଇଛନ୍ତି। ଏ ସଂକ୍ରାନ୍ତରେ ଜଗନ୍ନାଥଙ୍କ ପୁତୁରା ଭୀମସେନ ଦୀକ୍ଷିତ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର 247-25ରେ ମାମଲା ରୁଜୁ କରିଛି। ରିପୋର୍ଟ